ଯେଉଁଠାରେ ଜ୍ଞାନ ବୃଦ୍ଧି ପାଏ ସେଠାରେ ନମ୍ରତା ବି ବୃଦ୍ଧି ପାଇବା ଆବଶ୍ୟକ, ନଚେତ୍ ସେହି ଜ୍ଞାନ ଅହଙ୍କାରର କାରଣ ହୋଇଯାଏ। ସେତେବେଳେ ରାଜା ବିକ୍ରମାଦିତ୍ୟଙ୍କ ରାଜସଭାକୁ ଜ୍ଞାନ ଆଉ ପାଣ୍ଡିତ୍ୟର ଗଡ଼ ବୋଲି କୁହାଯାଉଥିଲା। ସେଠାରେ ଅନେକ ବିଦ୍ୱାନ, କବି, ତର୍କବିଦ ଓ ଦାର୍ଶନିକ ସେମାନଙ୍କର ପାଣ୍ଡିତ୍ୟ ପ୍ରଦର୍ଶନ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟାଏ ନାମ ସମସ୍ତଙ୍କ ଉପରେ ଉଜ୍ଜ୍ୱଳ ଥିଲା, ମହାନ କବି କାଳିଦାସ। ଦେବତାମାନେ ମଧ୍ୟ ତାଙ୍କ ପ୍ରତିଭାକୁ ସ୍ୱୀକାର କରିଥିଲେ। ଅଭିଜ୍ଞାନ ଶକୁନ୍ତଳମ୍, କୁମାର ସମ୍ଭବ ଏବଂ ମେଘଦୂତ ଭଳି କାବ୍ୟିକ ରତ୍ନ ତାଙ୍କୁ ଅମର କରିଦେଇଥିଲା। କିନ୍ତୁ ଧୀରେ ଧୀରେ ଏହି ଖ୍ୟାତି ତାଙ୍କୁ ଭିତରୁ ପରିବର୍ତ୍ତନ କରିବାକୁ ଲାଗିଲା। ଗୋଟିଏ ଦିନ ରାଜା ବିକ୍ରମାଦିତ୍ୟଙ୍କ ରାଜସଭାରେ ବିଦ୍ୱାନମାନେ ଆଲୋଚନା କରୁଥିଲେ ଯେ କିଏ ଶ୍ରେଷ୍ଠ ବିଦ୍ୱାନ। ସମସ୍ତଙ୍କ ଧ୍ୟାନ କାଳିଦାସଙ୍କ ଉପରେ ପଡ଼ିଲା। ରାଜା ହସି ହସି କହିଲେ, କବି କାଳିଦାସ, ଏମିତି ମନେ ହେଉଛି ମା ସରସ୍ୱତୀ ମଧ୍ୟ ତୁମ ସହିତ ବିତର୍କରେ ହାରିଯିବେ। ଏହା ଶୁଣି କାଳିଦାସ ହସିକରି କହିଲେ, ରାଜା, ଯେତେବେଳେ ମା ନିଜେ ତାଙ୍କ ପୁଅକୁ ଆଶୀର୍ବାଦ କରିଛନ୍ତି, ସେହି ପୁଅ ତାଙ୍କ ଦ୍ୱାରା କିପରି ପରାସ୍ତ ହୋଇପାରିବ? ରାଜା କହିଲେ, ତେବେ ତୁମେ ବିଶ୍ୱାସ କରୁଛ ଯେ ଏବେ କେହି ତୁମକୁ ପରାସ୍ତ କରିପାରିବେ ନାହିଁ? କାଳିଦାସ ଦୃଢ଼ ଭାବରେ ଉତ୍ତର ଦେଲେ, ହଁ, କେହି କରିପାରିବେ ନାହିଁ। ସ୍ୱର୍ଗରେ ବସିଥିବା ମା ସରସ୍ୱତୀ ଏହା ଶୁଣୁଥିଲେ। ସେ ହସିକରି କହିଲେ ଯେ ଜ୍ଞାନ କେବଳ ସେତେବେଳେ ସୁନ୍ଦର ଯେତେବେଳେ ଏହା ନମ୍ରତା ସହିତ ଥାଏ। ପରଦିନ ସକାଳେ କାଳିଦାସ ଦରବାରକୁ ଯାଉଥିଲେ। ବାଟରେ ସେ ଦେଖିଲେ ଜଣେ ବୃଦ୍ଧା ମହିଳା ଏକ ଗାଁ ନିକଟରେ ବସିଛନ୍ତି। ତାଙ୍କ ହାତରେ ଏକ ପାଣି ପାତ୍ର ଅଛି। ସେ କାଳିଦାସକୁ ଅଟକାଇ କହିଲେ, ପୁଅ, ତମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ କି? ତମେ ବହୁତ ଜ୍ଞାନୀ ମନେ ହେଉଛ। କାଳିଦାସ ହସିକରି କହିଲେ, ପଚାର ମା। ମୁଁ ସେହି କାଳିଦାସ ଯାହାକୁ କୌଣସି ପ୍ରଶ୍ନ ପରାସ୍ତ କରିପାରିବ ନାହିଁ। ସେହି ବୃଦ୍ଧ ସ୍ତ୍ରୀ ଲୋକଟି କହିଲେ, ଠିକ୍ ଅଛି, ତାପରେ ମୋର ପ୍ରଥମ ପ୍ରଶ୍ନଟି ଉତ୍ତର ଦିଅ। ମୋତେ କୁହ, କେଉଁ ଜିନିଷ ବଢ଼େ ଏବଂ ସଙ୍କୁଚିତ ହୁଏ କିନ୍ତୁ ସବୁବେଳେ ସମାନ ସ୍ଥାନରେ ଥାଏ? କାଳିଦାସ କିଛି ସମୟ ଚିନ୍ତା କଲେ ଏବଂ କହିଲେ, ସୂର୍ଯ୍ୟ। ଏହା ପ୍ରତିଦିନ ଉଦୟ ହୁଏ ଏବଂ ଅସ୍ତ ହୁଏ, ତଥାପି ଆକାଶରେ ରହିଥାଏ। ବୃଦ୍ଧ ସ୍ତ୍ରୀ ଲୋକ ଜଣକ ହସିକରି କହିଲେ, ଭଲ ଉତ୍ତର, କିନ୍ତୁ ମୁଁ ଜୀବନର ଅର୍ଥ କହୁଥିଲି। ଜୀବନ ବଢ଼େ ଏବଂ ସଙ୍କୁଚିତ ହୁଏ, କିନ୍ତୁ ମଣିଷ ସମାନ ସ୍ଥାନରେ ରହିଥାଏ ତା'ର କର୍ମ ମଧ୍ୟରେ। କାଳିଦାସ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ମନେ ମନେ ଭାବିଲେ, ପ୍ରଶ୍ନଟି ସରଳ ଥିଲା, କିନ୍ତୁ ସେ ଉତ୍ତରକୁ ଭିନ୍ନ ଅର୍ଥରେ ବିକୃତ କରିଦେଲେ। ବୁଢ଼ୀ ଲୋକଟି ଆଉ ଏକ ପ୍ରଶ୍ନ ପଚାରିଲେ, ମୋତେ କୁହ, କେଉଁ ବସ୍ତୁ ଯେତେ ଖାଲି ହୁଏ ତାହା ଭାରି ଲାଗେ? କାଳିଦାସ ତୁରନ୍ତ କହିଲେ, ହାଣ୍ଡି। ଯେତେବେଳେ ଏହା ପାଣିରୁ ଖାଲି ହୁଏ ତାହା ପବନ ଅପେକ୍ଷା ଭାରି ଲାଗେ। ବୁଢ଼ୀ ସ୍ତ୍ରୀ ଲୋକଟି ହସିଲେ, ନା ପୁଅ, ମୁଁ ଅହଙ୍କାର ଅର୍ଥ କହୁଥିଲି। ମନ ଯେତେ ଖାଲି ହୁଏ ଅହଙ୍କାର ସେତେ ଭାରି ହୁଏ। ଏବେ କାଳିଦାସ ନୀରବ ହୋଇଗଲେ। ତାଙ୍କ ମୁହଁରେ ଆତ୍ମବିଶ୍ୱାସ ଟିକେ ଟଳିଗଲା। ବୁଢ଼ୀ ଲୋକଟି କହିଲେ, ଆସ ଏବେ ତୃତୀୟ ପ୍ରଶ୍ନ। ମୋତେ କୁହ, କେଉଁ ପାଣି ମାରିଦିଏ ଏବଂ କେଉଁ ପାଣି ଜୀବନ ଆଣିଦିଏ? କାଳିଦାସ କହିଲେ, ବିଷ। ଯେ ବିଷାକ୍ତ ପାଣି ପିଏ ସେ ମରିଯାଏ, ଯେ ଶୁଦ୍ଧ ପାଣି ପିଏ ସେ ବଞ୍ଚେ। ବୁଢ଼ୀ ଲୋକଟି ଧୀରେ ଧୀରେ କହିଲେ, ତୁମେ ଠିକ୍ କହିଛ, କିନ୍ତୁ ଅର୍ଥ ଅସମ୍ପୂର୍ଣ୍ଣ। ଶବ୍ଦର ପାଣି ଅର୍ଥାତ୍ ବିବୃତି। ଯିଏ କଠୋର ଶବ୍ଦ ପିଏ ତା ହୃଦୟ ମରିଯାଏ। ଯେ କେହି ମିଠା ଶବ୍ଦର ପାଣି ପିଏ ସେ ପୁଣି ଜୀବନକୁ ଫେରିଆସେ। କାଳିଦାସ ଏବେ ପୂର୍ଣ୍ଣ ଧ୍ୟାନ ଦେଇ ତାଙ୍କ କଥା ଶୁଣୁଥିଲେ। ତାଙ୍କ ଭିତରେ ଥିବା ଅହଙ୍କାର ଧୀରେ ଧୀରେ ତରଳିବାକୁ ଲାଗିଲା। ବୁଢ଼ୀ ଲୋକଟି କହିଲେ, ତମେ ଏତେ ବିଦ୍ୱାନ, ତେବେ ମୋତେ କୁହ, କ'ଣ ମହାନ, ଜ୍ଞାନ ନା ବୁଦ୍ଧି? କାଳିଦାସ କହିଲେ, ଜ୍ଞାନ ମହାନ, କାରଣ ଜ୍ଞାନ ବୁଦ୍ଧିରୁ ଆସେ। ସେ କହିଲେ, ଭୁଲ ନୁହେଁ କିନ୍ତୁ ଅସମ୍ପୂର୍ଣ୍ଣ। ପଢ଼ିବା ଦ୍ୱାରା ଜ୍ଞାନ ଆସେ, କିନ୍ତୁ ଅଭିଜ୍ଞତାରୁ ବୁଦ୍ଧି ଜନ୍ମ ନିଏ। କେବଳ ଜ୍ଞାନ ମାଧ୍ୟମରେ ଜଣେ ବ୍ୟକ୍ତି ଶାସ୍ତ୍ରଗୁଡ଼ିକୁ ପଢ଼ିପାରିବ, ବୁଝିପାରିବ, କିନ୍ତୁ ବୁଦ୍ଧି ମାଧ୍ୟମରେ ଜଣେ ଜୀବନକୁ ବୁଝିପାରିବ। ମୋତେ କୁହ, ତୁମ ଭିତରେ କ'ଣ ଅଧିକ ଅଛି? କାଳିଦାସ ନୀରବ ହୋଇଗଲେ। ତାଙ୍କ କଥା ତାଙ୍କ ଗଳାରେ ଚାପି ହୋଇଗଲା। ସେ ଭାବିବାକୁ ଲାଗିଲେ, ସତରେ ମୁଁ କେବଳ ଶାସ୍ତ୍ରଗୁଡ଼ିକୁ ଦେଖିଛି, ଜୀବନକୁ ନୁହେଁ। ଏବେ ବୃଦ୍ଧ ଲୋକ ଜଣକ ଶେଷ ପ୍ରଶ୍ନ ପଚାରିଲେ, କାଳିଦାସ, ମୋତେ କୁହ, ସବୁଠାରୁ ଅନ୍ଧ କିଏ? କାଳିଦାସ କହିଲେ, ଯେଉଁ ଜଣକ ଆଖି ହରାଇଛନ୍ତି। ବୃଦ୍ଧ ଲୋକ ଜଣକ କହିଲେ, ନା ପୁଅ, ସବୁଠାରୁ ଅନ୍ଧ ବ୍ୟକ୍ତି ହେଉଛି ସିଏ ଯେ ନିଜ ଆଖିରେ ସବୁକିଛି ଦେଖେ କିନ୍ତୁ ସତ୍ୟକୁ ଚିହ୍ନିପାରେ ନାହିଁ। ଯେଉଁ ଜଣକ ନିଜ ଜ୍ଞାନରେ ବୁଡ଼ି ରହିଥାଏ ଏବଂ ନମ୍ରତାକୁ ଦେଖିପାରେ ନାହିଁ। ଏହା ଶୁଣି କାଳିଦାସଙ୍କ ଆଖି ଓଦା ହୋଇଗଲା। ସେ ବୁଝିପାରିଲେ ଯେ ଏ ଜଣେ ସାଧାରଣ ମହିଳା ନୁହନ୍ତି, ବରଂ ଏକ ଦିବ୍ୟ ଶକ୍ତି। ସେ ପ୍ରଣାମ କରି କହିଲେ, ମା, ତୁମେ କିଏ? ତୁମର କଥା ମୋ ହୃଦୟକୁ ବିଦ୍ଧ କରୁଛି। କ୍ଷଣିକ ମଧ୍ୟରେ ବୃଦ୍ଧା ମହିଳା ଆଲୋକର ରୂପରେ ପରିଣତ ହୋଇଗଲେ। ଚାରିପାଖରେ ଏକ ଦିବ୍ୟ ଆଲୋକ ବ୍ୟାପିଗଲା।
समान सौंदर्य समान कोमलता माता सरस्वती निजे आविर्भाव हेले। से कहले कालिदास जेतेबेले तुम मूर्ख थिल मु तुम सहित थिली कारण तुमर हृदय नम्र थिला। जेतेबेले तुम विद्वान है तुम बुझीपार जे ज्ञान तुमर मोर नुहे तेणु मु आज तुमको मन पकड़ आसी जे ज्ञान मोर उपहार तुमर अधिकार नुहे। कालिदास प्रणाम कले माता मते क्षमा कर गर्व मते अंध कर देथिला मु केवल तुमर कृपा जो किछि हो पारिछि। माँ एक भरोसा देले एबेठारु तुमर कविता केवल शब्दर सौंदर्य नुहे भाव प्रवणतार गभीरता मध्य अधिकार करिवो। जे पर्यंत लोक मैंने नम्रतार अर्थ बुझे से पर्यंत तुमर नाम अमर रहिबो। सही दिन पर कालिदास आउ केबे पूर्व भली नथिले। तांको कार्यगुड़िक एबे एक नीरव नम्रता भक्ति एवं मानसिकतार सुगंध प्रकाश करुला। कथार अच्छी जे से जेतेबेले तांकर कलम उठाइबे प्रथम धाड़ी से उच्चारण करेंगे जा कुंदेन्दु तुषार हार धवला एवं तापर से कलम को देवी सरस्वती को उत्सर्ग करेंगे। जेतेबेले जड़े व्यक्ति निज ज्ञान उपर गर्व करे से ही ज्ञान ताकू तलू टाणी आने आउ जो व्यक्ति ज्ञान को ईश्वर को उपहार बोली विवेचना करे से ही ज्ञान ताकू अमर कर दिए।